জ্ঞানর তত্ত্ব। আচ্ছা, খালি বর্তমানে কোন বিজ্ঞান কহিବାକୁ আইছি না ମୁଁ কোন বিজ্ঞান স্টুডেন্ট তা নୁହେଁ, ମୁଁ ଯେତିକି ଜାଣିଛି ସେତିକି କହିଲି। ତେବେ କଥା ହଉଛି ସବୁ କଥା ସବୁ ବେଶୀ କହିଦେଲେ ଆପଣମାନେ ବୋର ହେବେ। ଏବେ ପ୍ରସଙ୍ଗକୁ ଆସିବା। ଏଇ ଓଡ଼ିଶା ମାଟିରେ ଦୁଇଟି ବାୟା ଜନ୍ମ ନେଇଥିଲେ, ଗୋଟିଏ ନାମାଚାର୍ଯ୍ୟ ବାୟା ଆଉ ଗୋଟିଏ ହଉଛନ୍ତି ବିଶ୍ୱଗୁରୁ ବାୟା। ବିଶ୍ୱଗୁରୁ ବାୟାଙ୍କ ଗୀତା ଯଦି ପଢିବେ ଆପଣ ଏତେ ମନବୋଧ ହେଇଯିବ କହିବା ଗୋଟିଏ ପଦ ସେ ଲେଖିଛନ୍ତି, ଭିକାରୀ ବେଶକୁ ନ ଧରି କିଏ ଭକ୍ତି ପାଇଛି, ସୁଦାମର ଖୁଦ ଭଜା ଯେ ପ୍ରମାଣଟି ଦେଇଛି। ସେ ଲେଖିଲେ ଭିକାରୀ ବେଶକୁ ନ ଧରି କିଏ ଭକ୍ତି ପାଇଛି। ଆମେ ଏଠି ଯିଏ ସବୁ ବୈଠ ସବୁ ଭିକାରୀ। ଯଦି ଆପଣ ମାନେ ଗୀତା ଭବନକୁ କଥା ଶୁଣିବା ପାଇଁ ଜ୍ଞାନ ଆହରଣ କରିବାକୁ ନ ଆସିବେ ଆପଣ ଶିଖିବେ କେମିତି? ଭିକାରୀ ଯଦି ଭାରଦ୍ୱାର ବୁଲିକି କହେ ଭିକ୍ଷା ଦିଅ, ଆପଣ ସେମିତି ଗୀତା ଭବନକୁ ଆଉଛନ୍ତି ଜ୍ଞାନ ଭକ୍ତି କର୍ମ ଉପାଖ୍ୟାନ ବିଷୟରେ ଜାଣିବା ପାଇଁ। ଏଇଟା ଭିକାରୀ। ଉପାଖ୍ୟାନଟି କେମିତି ଶୁଣ, ବହୁତ ବଢିଆ କଥା, ରସଗୋଲା ଆଉ ଦୁନିଆରେ ମଧୁର ଯେତେ ଅଛି ସବୁଠାରୁ ଶ୍ରେଷ୍ଠ ମଧୁର କିଏ? ଯା କୃଷ୍ଣ ରସ ପ୍ରମୋଦ ମଧୁରା ସା ମାଧୁରୀ ମାଧୁ, ତା ଭଳିଆ ମଧୁର ଆଉ। ଆଚ୍ଛା, ଗୁରୁଙ୍କ ଆଶ୍ରମରେ ପାଠ ପଢୁଛନ୍ତି କୃଷ୍ଣ ଆଉ ସୁଦାମା। କୃଷ୍ଣ ରାଜାଙ୍କ ପୁଅ, ସୁଦାମା ଗରିବ ବ୍ରାହ୍ମଣ। ଆଜି ତ ଆମର ଗଣତନ୍ତ୍ର ହେଇଛି, ଧନୀ ଦରିଦ୍ରର ପିଲା ଗୋଟିଏ ଜାଗାରେ ପାଠ ପଢୁଛନ୍ତି କି? ନିଜକୁ ପଚାରନ୍ତୁ। ଗରିବ ଛୁଆଟି ଖୋଜୁଛି କୋଉଠି ଗୋଟେ ସରକାରୀ ସ୍କୁଲ ହେଲେ ପିଲାଟା ଟିକେ ପଢିବ, ଅଳ୍ପ ପଇସାରେ ସେ ପଢିବ। ଧନୀ ଛୁଆଟି ଖୋଜୁଛି, ଧନୀ ଲୋକଟି ଖୋଜୁଛି କୋଉ ଗୋଟାକ ଭଲ ସ୍କୁଲ, ବହୁତ ଡୋନେସନ ଭଲ ଦଉଛନ୍ତି, ମୁଁ ସେଇ ସ୍କୁଲରେ ମୋ ଛୁଆକୁ ପଢେଇବି। କିନ୍ତୁ ଆମେ କହୁଛୁ ଏଇଟା ଗଣତନ୍ତ୍ର, ସମସ୍ତଙ୍କୁ ଧରି ରଖିବା ହଉଛି ଗଣତନ୍ତ୍ର। ପ୍ରକୃତ ଗଣତନ୍ତ୍ର ଗୁଣା ଅଛି, ଅଛି ଯେ ଚାରଣା ବାରଣା ଭୁଲ। ତେବେ ସଜ୍ଜନ, କୃଷ୍ଣ ଆଉ ସୁଦାମା ଗୁରୁଙ୍କ ଆଶ୍ରମରେ ପାଠ ପଢୁଥିଲେ। ଗୁରୁ ଥିଲେ ସାନ୍ଦୀପନି। ତାଙ୍କର ଗୋଟେ ପୁଅ ଥିଲା, ସିଏ ପୁଅଟା ଯାଇଥିଲା ତୀର୍ଥ କରିବାକୁ, କୁଆଡେ ପଳେଇଲା ଯେ ତାକୁ ଆଉ ପାଇଲା। ଦୁଃଖରେ ପୁତ୍ର ବିୟୋଗରେ ଦୁଃଖିତ ସାନ୍ଦୀପନି ଆଉ ସାନ୍ଦୀପନିଙ୍କର ଧର୍ମପତ୍ନୀ ପୁଅକୁ ମନେ ମନେ ସେଇ ସୁଖ ସମୟରେ ଇଏ କୃଷ୍ଣ ସୁଦାମା ପାଠ ପଢିଲେ। ଇଏ ଦୁଇ ଜଣଙ୍କୁ ଦେଖିକିରି ସିଏ ଗୁରୁ ଆଉ ଗୁରୁ ପତ୍ନୀ ଦୁଃଖକୁ ଭୁଲିଗଲେ। ଆରେ ଏଇ ତ ଆମ ପୁଅ,
ଆମେ ଗୋଟାଏ ପୁଅକୁ ହରେଇଲୁ, ଦିଟା ପୁଅ ଆଇଲେ ପାଠ ପଢୁଛନ୍ତି। ସବୁଦିନେ ଯଜ୍ଞ କରିବା ପାଇଁ ଯଜ୍ଞ କାଠ ସଂଗ୍ରହ କରିବାକୁ କୃଷ୍ଣ ଆଉ ସୁଦାମା ଜଙ୍ଗଲ। ଆଜି ଜଙ୍ଗଲ ଅଛି ନାଇଁ, ସେତେବେଳେ ଥିଲା। ଜଙ୍ଗଲକୁ ଯାଆ। ଦିନେ ଗୋଟେ ଦିନକର ଗୋଟେ ଗୋଟେ ଘଟଣା। ଜଙ୍ଗଲକୁ ଯାଉଛନ୍ତି କୃଷ୍ଣ ସୁଦାମା କାଠ ସଂଗ୍ରହ କରିବା ପାଇଁ। ମା ଗୁରୁପତ୍ନୀ ଆସିଲେ, କହିଲେ ବାପା ଏତେ ବେଳେ ତମେ ଜଙ୍ଗଲକୁ ଯାଉଛ? ନା ମା କାଲି ପାଇଁ ଯଜ୍ଞ କାଠ ନାହିଁ, ଯିବାକୁ ଯା। କୃଷ୍ଣ ଆଗରେ ଗଲେ, ମୁଠାଏ ଚାଉଳ ଭଜା ତାକୁ ସୁଦାମାଙ୍କ କାନିରେ ବାନ୍ଧି ଦେଲେ। କହିଲେ ତୁ ଟିକେ ପେଟ ବିକଳିଆ, ଭୋକ ସହିପାରୁ। ମା ଜାଣେ ସନ୍ତାନ ବେଦନା, ଆଉ କେ ଜାଣିବ କୁହ। ମା ଜାଣେ ସିନା ସନ୍ତାନ ବେଦନା, ଆଉ କେ ଜାଣିବ କୁହ। ତେଣୁ ମାତୃତ୍ୱ ହୃଦୟ ଆଉ ଗୋଟେ ପଦ ଗାଉଛି, ମାତୃ ଅନ୍ତର କିଏ ବା ବୁଝିବ। ମା ଡାକ ଠାରୁ ସବୁ ତ ସରିବ। ମା ଡାକ ଠାରୁ ସବୁ ତ ସରିଛି। ମାତୃ ଅନ୍ତରକୁ କିଏ ବା ବୁଝିଛି। ସମସ୍ତେ ସବୁ କଥା ବୁଝିଗଲେ, ନାଚ ତାମସା ସିନେମା କର, କିନ୍ତୁ ବାପା ମାଙ୍କ ଅନ୍ତରକୁ କିଏ ବୁଝି? କେହି ଜଣ ବୁଝି। ହଉ ଛାଡ, ତେବେ ବର୍ତ୍ତମାନ ଚାଉଳର ଭଜା ବାନ୍ଧି ଦେଲେ। କହିଲେ ସୁଦାମା ଜଙ୍ଗଲକୁ ଯାଉଛ କାଠ ସଂଗ୍ରହ ପାଇଁ, ଯଦି ଭୋକ କଲା ଏଇଠି ଦିଟା ତୁ ଖାଇବି, ଆଉ କୃଷ୍ଣକୁ ଯଦି ଭୋକ କରିବ ତାକୁ ଦିଟା ଦବ। ଦୁଇ ଜଣ ଯାକ କୃଷ୍ଣ ଆଉ ସୁଦାମା ଯେତେବେଳେ ଜଙ୍ଗଲରେ ପହଞ୍ଚିଲେ, କୃଷ୍ଣ ସୁଦାମାଙ୍କର ଭକ୍ତର ମନକୁ ଜାଣିବା ପାଇଁ, ସଖାଙ୍କର ମନକୁ ଜାଣିବା ପାଇଁ କୃଷ୍ଣ ମାୟା ବିସ୍ତାର କଲେ। ଏଇ ମନ ଖୋଜୁ ଥାଇ ଆଉ ଏକ ଦୁଃଖ ସୁଖ ସାଥୀ ହୋଇ କାଟିବ ଜୀବନ। ଏଇ ମନ ଖୋଜୁ ଥାଇ ଆଉ ଏକ ମନ, ଦୁଃଖ ସୁଖ ସାଥୀ ହୋଇ କାଟିବ ଜୀବନ। ସଖାଙ୍କର ସେ ଅନ୍ତର୍ଯାମୀ ମନ ଜାଣିଛନ୍ତି, ତଥାପି ଟିକେ ପରୀକ୍ଷା କଲେ। ଆଉ ଯୋଉ କ୍ଲାସରେ ଗୋଟେ ପିଲା ଫାର୍ଷ୍ଟ କ୍ଲାସ ପିଲାଟା ଅଛି, ତାକୁ କଣ ସାର୍ ଆଉ ପରୀକ୍ଷା କରିବେନି? ଯା ପାସ୍ କରିବୁ, ତୋର ପାସ୍ କରିବୁ, ତାପରେ ତାକୁ ବି ପରୀକ୍ଷା ଦେବା ପଡିବ। ତେଣୁ ଆସିଲା ଗୋଟେ ପବନ ହିମାଳୟ ଆଇଲା। ସେ ନିଜେ ହଉଛନ୍ତି ବାୟୁ,
ସିଏ ହଉଛନ୍ତି ଘଡଘଡି, ସିଏ ହଉଛନ୍ତି ବିଜୁଳି, ସିଏ ହଉଛନ୍ତି ମେଘ, ସବୁ ତ ସେଇ ଆଉ। କାଲି ତ ମୁଁ କହିଛି ଗୋଟିଏ ଶ୍ଲୋକ କାଲି ବୁଝେଇଛି କହିଛି ଆଉ। ବାୟୁରୁ ଚମକିନି ବରୁଣ ଶଶାଙ୍କ ପ୍ରଜାପତି କାଲି କହିଥିଲି ଆଉ କାହିଁ ତାକୁ କହିବା। ଆଉ ଗୀତାର ବିଭୂତି ଯୋଗରେ ତ ସେ କହିଛନ୍ତି ମୁଁ ହଉଛି ମେଘ ପବନ ତାର, ମାନେ ଏ ସବୁ କଥା ସେ କହିଛନ୍ତି। ତେଣୁ ଇଏ ମେଘ ପବନ ସବୁ ଆଇଲା, ଗଛ ହଲିଲା। କୃଷ୍ଣ କହିଲେ ସଖା ଏଇ ଯୋଉ ଗଛଟା, ଏଇ ଗଛଟା ତମେ ତ ବେଶୀ ଗଛ ଚଢି ପାରିବନି, ମୁଁ ଟିକେ ଉପରକୁ ଚାଲିଲେ ତମେ ତଳେ ମେଘ ପବନ ଯାଉ, ତାପରେ ଓହ୍ଲେଇକି ଯିବା। ତତ୍ଵ କଣ? ଏ ଜୀବନ ହଉଛି ଗୋଟିଏ ବୃକ୍ଷ। ଗୀତାର ପଞ୍ଚଦଶ ଅଧ୍ୟାୟ ପଢିବେ, ନିଶ୍ଚୟ ପଢିବେ, ସବୁଦିନେ ପଢିବେ। ଊର୍ଧ୍ୱମୂଲମ୍ ମଧ୍ୟସାର ବସ୍ୱସ୍ତଂ ପ୍ରାହୁରବେ। ତେଣୁ ସବୁ ଗଛର ମୂଳଟା ଅଛି ତଳୁ। ଜୀବନ ଗଛ, ମଣିଷ ଜୀବନର, ମଣିଷ ରୂପକ ଜୀବନ ଗଛର ମୂଳଟା ଅଛି ଉପରୁ, ଡାଳ ଅଛି ତଳୁ। ଆମ ମହାପୁରୁଷ ଅଚ୍ୟୁତ ବି ଲେଖିଲେ ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା, ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା, ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା, ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା। ଆର ମୂଳଟା ହଉଛି ମୁଣ୍ଡ, ଆଉ ସବୁ ତଳ ହଉଛି ଓଲଟ ବୃକ୍ଷ। ଗୀତାର 15 ଅଧ୍ୟାୟରେ ଆପଣ ଦେଖିବେ କେତେ ସୁନ୍ଦର କଥା। ଆଉ ଲୋଟଣି ପାରା କୋଉଠି? ଏଇଗୁଡାକ ଯୋଉ ନାକଟା ଆପଣ ଦେଖୁଛନ୍ତି, ଏଇ ଯୋଉ ଲୋଟଣି ପାରା। ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା, ଅଠା କାଠି ପଞ୍ଜରୀରେ ନଦିଏ ଧରା, ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା, ଅଠା କାଠି ପଞ୍ଜରୀରେ ନଦିଏ ଧରା। ଇଏ ସବୁ ଆମ ଓଡ଼ିଶାର ପଞ୍ଚସଖା ମାନେ ଯାହା ଲେଖିଛନ୍ତି ତାକୁ ମାନେ ଶୁଣିବା ପାଇଁ ଧୈର୍ଯ୍ୟ ଦରକାର। ଆପଣଙ୍କର ଏଇ ଦିଗପହଣ୍ଡିର ରାଜା ଅରକ୍ଷିତ ଓଳା ଶୁଣି ଧାମର ଅରକ୍ଷିତ, ସିଏ ଯୋଉ ଗୀତ ଗୁଡିକ ଲେଖିଛନ୍ତି ତାକୁ ବୁଝିବା ପାଇଁ ଧୈର୍ଯ୍ୟ ଦରକାର। ତେଣୁ ସଜ୍ଜନ, ଇଏ ହଉଛି ଆମର ସେଇ ପୂର୍ଣ୍ଣତୟା ଉତ୍କଳ, ପୂର୍ଣ୍ଣ ମାଟି ଉତ୍କଳ। ଆଚ୍ଛା, କୁଷ୍ଠ ଚାଲିଗଲେ ଉପରକୁ, ସୁଦାମା ରହିଗଲେ ତଳୁ, ତାହେଲେ ଜୀବନ ବୃକ୍ଷର କୃଷ୍ଣ କୋଉଠି ଅଛନ୍ତି? ଏଇଠି ମୂଳରେ। ସୁଦାମା ଅଛନ୍ତି ଡାଳରେ। ମେଘ ପବନ ଆସିଲା, ଗଛ ହଲିଲା, ଇଏ ଗଛକୁ କୁଣ୍ଢେଇକି ଧରିଛନ୍ତି। ଏତିକି ବେଳେ ତାଙ୍କୁ ତ ଭୋକ କଲା। ଏଟା ଗୀତା ପଢନ୍ତି, ଏ ଗୀତାରେ ପଢିଛନ୍ତି, ସୁଦାମା ବି ପଢିଛନ୍ତି, କୃଷ୍ଣ ତ ପଢିଛନ୍ତି। ଓହୋ, ସେତେବେଳେ ଗୀତା ଯଦି ସୃଷ୍ଟି ହେଇନଥିଲା, ଉପନିଷଦ ତ ସୃଷ୍ଟି ହେଇଥିଲା। ସେମାନେ ତ କହୁଥିଲେ ସର୍ବୋପନିଷଦ ଗାବ ଦୁଗ୍ଧାଗୋ ପାର୍ଥ ବତ୍ସ ସୁଧୀରେ ମୁକ୍ତା ଦୁଗ୍ଧଂ ଗୀତାମୃତମ୍। ବେଦରୁ ବେଦାନ୍ତ ଗୁଡିକ ଥିଲା, ସେ ବେଦାନ୍ତର ସାରାଂଶ ଗୁଡାକ ଗୀତା। ଇଏ ପଢିଛନ୍ତି ଶାସ୍ତ୍ର,
ଏତେ ଲେଖା ଅଛି ଅହଂ ଗୀତାର ସେଇ 15 ଅଧ୍ୟାୟ କଥା ଅହଂ ବୈଶ୍ୱାନରା ଭୂତ୍ୱା ପ୍ରାଣୀନାଂ ଦେହମାଶ୍ରିତା ପ୍ରାଣପାନ ସମାନ ପଚାମେନଂ ଚତୁର୍ବିଧମ୍ ତମ ପାଟିରୁ ଯୋଉ ନାଳ ହୁଏ ସେଇଟା ହଉଛି ପାଚକ ରସ ସେଟା କୁଆଡକୁ ଯାଏ ପାକସ୍ଥଳୀକି ଯାଏ 4 ପ୍ରକାର ଖାଦ୍ୟକୁ ହଜମ କରେ ହଜମ ହେଲା ପରେ ଭୋକ କରେ ଆମେ କଣ କରୁ ଭୋକ ହେଲାଣି ଚା ଟିକେ ଆଣିଲ ପିଇଦବା ଚା ଟିକେ ପିଇଦେଲେ ଆଉ ବେମାରୀ ହେଲା ତେଣୁ ସିଏ କହୁଛନ୍ତି ଅର୍ଜୁନଙ୍କୁ ଅର୍ଜୁନ ସିଏ ପାକସ୍ଥଳୀ ଭିତରେ ମୁଁ ଅଛି ବୋଲି ତାଙ୍କୁ ମାଲୁମ ନାହିଁ ମୁଁ ଜଠରାଗ୍ନି ରୂପରେ ଅଛି ମା ମାନେ ମୋର ଉପାସନା କର କିନ୍ତୁ ଉପାସ ରହିବ କିଛି ନା କିଛି ଖାଇବ ସେ ଫଳ ହଉ ପଣା ହଉ ଯାହା ଉପାସନାର କଥା ଗୀତାର ଭକ୍ତି ଯୋଗର 2ୟ ଶ୍ଲୋକରେ କହିଲେ ଶ୍ରେଷ୍ଠ ଉପାସନା ମର୍ଯ୍ୟା ବେଶ୍ୟ ମନୋଜେମା ନିତ୍ୟ ଯୁକ୍ତା ଉପାସ ମନଟାକୁ ତାଙ୍କ ପାଦରେ ରଖ ସେଇଟା ଉପାସ ଆଉ ନିର୍ଜଳା ଉପବାସ କାହିଁକି କାହା ପାଇଁ ଉପାସ କରୁଛ ସ୍ୱାମୀ ପାଇଁ କି ପୁଅ ପାଇଁ କି ଝିଅ ପାଇଁ ନିଜ ପାଇଁ କୋଉ ମା କରେ ସବୁ ଏଇ ପୁଅ ଝିଅ ଆଚ୍ଛା ତମେ ଯଦି ବେମାର ହବ ସେଇମାନଙ୍କୁ ହଇରାଣ କରିବ ତେଣୁ କିଛି ଖାଅ ଆମର ଦକ୍ଷିଣ ଓଡ଼ିଶା ଦକ୍ଷିଣ ଭାରତରେ ଖଟା ବେଶୀ ଖାଆନ୍ତି ସାଡେ ବି ଖାଏ ପୂର୍ବ ଓଡ଼ିଶାରେ ବି ଖାଏ ଏ ଯୋଉ ଖଟାଟା କାହିଁ ଖାଆନ୍ତି ଏ ଖଟାଟା ଖାଇବା ଦ୍ୱାରା ପାଚକ ରସ ନିର୍ଗତ ଇଏ ହେଲା କଥା ତେଣୁ ସୁଦାମାଙ୍କର ମନେ ପଡିଗଲା ଭୋକ କଲେ ଖାଇବୁ ଆଉ ଡାକିଲେ ଆଗ ଡାକିଲେ ଖାଇବା ପୂର୍ବରୁ ପିଇବା ପୂର୍ବରୁ ଶୋଇବା ପୂର୍ବରୁ ଅନୁକୂଳ ପୂର୍ବରୁ କର୍ମର ଆରମ୍ଭରେ ଡାକିବ କାହାକୁ ଡାକିବ ଇଷ୍ଟଙ୍କୁ ବା ଗୁରୁଙ୍କ ନାମରେ ଇଷ୍ଟଙ୍କୁ ଡାକିବ ସ୍ମରଣ କରିବ ତା ନହେଲେ ତମେ ଚୋର ହବ ଗୀତା କହିଲେ ତମେ ଚୋର ହବ ଇଷ୍ଟାନ ଭୋଗାନ ହି ବୋଲେବା ଦାସ୍ୟନ୍ତେ ଯଜ୍ଞ ଭାବିନା ତୈରତାନ ପ୍ରଦାୟଭ୍ୟୋ जो भुंक्ते स्तेन एव स ଖାଇଲା ବେଳେ ଶୋଇଲା ବେଳେ ପିଇଲା ବେଳେ ଯଦି ତାଙ୍କୁ ନ ଡାକିବ ତମେ ଚୋର ହବ ତାଙ୍କରି ଜିନିଷ ଖାଉଛ ତାଙ୍କୁ ଟିକେ ସ୍ମରଣ କରିବନି ତେଣୁ ଏ ତ ସବୁ ମାନେ ଗୀତାର କଥା ମାନେ ତାର ଉପମାନ ତେବେ ସଜ୍ଜନ ସୁଦାମା ଡାକିଲେ କଣ ଡାକିଲେ କୃଷ୍ଣ ହରେ କୃଷ୍ଣ ହରେ कृष्ण 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 हरे 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 राम हरे राम 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 हरे हरे भागवत कहले उच्चे पढ़िब मोर नाम सुनिब सकल श्रवण उच्चे पढ़िब मोर नाम सुनिब सकल श्रवण
ଆପଣ ଏଇ ନାମକୁ ଭଜୁଥିଲେ ସେ ଖାଲି କୃଷ୍ଣ ବୋଲି କହିଥିଲେ ଡାକ ହେ କୃଷ୍ଣ 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 କିଛି ଜବାବ ଦେଲେନି ଆଉ ତ ଭୋକ କଲାଣି ମୁଠେ ଚାଉଳ ଭଜା ଖାଇଦେଲେ ଖାଇଦେଇ ବର୍ଷା ପାଣି ଟିକେ ପିଇଦେଲେ ବସିଲେ ପୁଣି ଭୋକ କଲା ପୁଣି ଖାଇଲେ ପୁଣି ଡାକିଲେ ପୁଣି ମୁଠାଏ ଖାଇଲେ ତିନି ମୁଠାରେ ଚାଉଳ ଭଜା ସରିଗଲା ପାଣି ପିଆ ସରିଗଲା ପାଣି ପଲେ ବର୍ଷା ପାଣି ଆଉ ତାଙ୍କ ପାଉଚ ମିଳୁଥିଲା ତେଣୁ ସରିଗଲା ବର୍ଷା ବି ଚାଲିଗଲା ବର୍ଷା ବାଟରେ ପବନ ଚାଲିଗଲା ପବନ ବାଟରେ ବିଜୁଳି ବନ୍ଦ ଘଡଘଡି ବନ୍ଦ ହଉଠୁ କୃଷ୍ଣ ଡାକିଲେ ସଖା ସଖା କହିଲେ କୃଷ୍ଣ ମତେ ଡାକୁଛ କାହିଁକି ନା ବର୍ଷା ପବନ ଛାଡ଼ିଗଲା ସଞ୍ଜ ହେଇଯିବ ପଳେଇବା କାଠ ଦି ଖଣ୍ଡ ସଂଗ୍ରହ କରିଦେବା ନା ଆସ ଦି ଜଣ ଯାକ ଓହ୍ଲେଇକି ତେବେ କୃଷ୍ଣ ଆଉ ସୁଦାମା ଇଏ ଜୀବନ ବୃକ୍ଷରୁ ଯୋଉ ଜଣ ପଳେଇବେ ମାନେ ମୁର୍ଦା ଆଉ କଣ କିଛି ରହିବ ଜୀବନ ଆପଣଙ୍କର ଏଇ ଦିଗପହଣ୍ଡ ରାଜା ଲେଖିଛନ୍ତି ଦିନେ ଯୁଗଳ ଲୀଳା ଭାଙ୍ଗିବ ମିତ ଦାରୁଣ ଦେବ ଦିନେ ଯୁଗଳ ଲୀଳା ଭାଙ୍ଗିବ ମିତଣି ଦାରୁଣ ଦଇବ ମନ ଯେ ମୋଠାରେ ଥିବ ମୋ ମନ ତୋଠାରେ ଥିବ ନିତ୍ୟ ବୃନ୍ଦାବନ ରାହାସ କାନନେ ନିତ୍ୟ ବୃନ୍ଦାବନ ରାହାସ କାନନେ ଦିନେ ଭେଟାବେ ଦେବ ମିତଣି ଦିନେ ଯୁଗଳ ଲୀଳା ଭାଙ୍ଗିବ ଏଇ ତ ଦୁନିଆ ଆଉ ଏଇ ଦୁନିଆ ଆଉ କଣ ତାକୁ ବର୍ଣ୍ଣନା କରିବା କୃଷ୍ଣ ସୁଦାମା ଯଜ୍ଞ ସମିତ ସଂଗ୍ରହ କରି ଗୁରୁଙ୍କ ଆଶ୍ରମକୁ ଫେରୁଛନ୍ତି ଇଏ ହଟିଆ ମାୟାଧର କୃଷ୍ଣ କହିଲେ ସଖା ମା ପରା ଚାଉଳ ଭଜା ଦେଇଥିଲେ ମତେ ଭାରି ଭୋକ କଲାଣି ସୁଦାମା କହିଲା ସଖା ଆଉ କଣ ସେ ଅଛି ମତେ ବା ଭାରି ଗଛରେ ବସିଲା ବେଳେ ଭୋକ କରୁଥିଲା ଆଉ ତମକୁ ଡାକିଲି ତମେ ତ ଶୁଣିଲନି ମୁଁ ଗୋଟିଏ ଗୋଟିଏ ମୁଠା ଖାଉ ଖାଇଦେଲି ତମକୁ ଆଉ କଣ ହଁ ଭଲ କଲ ଭଲ କଲ ଭଲ କଲ ଆପଣ ଦେଖନ୍ତୁ ଯୋଉ ଲୋକଟା ବହୁତ ଖାଏ ଧରୁ ଏତେ ଖଣ୍ଡେ ଭାତ ଖାଏ ଗିଲାସ ଖଣ୍ଡେ ଚାରୁ ପାଣି ପିଏ କି ଡାଲମା ଖାଏ ଆଚ୍ଛା ସିଏ ଲୋକ କୃଷ୍ଣ ସୁଦାମା ତା ଦେହରୁ ପଳେଇବେ ସେ ଏମିତି କରିଯିବ ତାକୁ କଣ ଆଉ ଭୋକ କରିବ ଆଉ ଭୋକ ତଣ୍ଟି କଣ ଧୀରେ ଧୀରେ ଭାତ ଚାରୁ ଯିବ ତେଣୁ କୃଷ୍ଣ ସୁଦାମାଙ୍କର କଥୋପକଥନ ସଖା ମୁଁ ଖାଇଦେଲି ଆଉ ଭୋକ କଲା ମୁଁ ଖାଇଦେଲି ମୁଁ ଡାକିଲି ତମେ ଶୁଣିନା
କୃଷ୍ଣ କହୁଛନ୍ତି ତମେ ଯେତେ ଥର ଡାକିଛ ମୁଁ ବି ଓ କହିଛି ତମକୁ ସୁପି ଦେଇ ଯାହା ମୁଁ ଭାବଇ ଯାହା ମୁଁ ଚିନ୍ତଇ ଯାହା ମୁଁ ଇଚ୍ଛଇ ମନେ ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତି କ୍ଷଣେ। ଆମେ କହୁଛୁ ଆମେ ଜଗନ୍ନାଥକୁ ବହୁତ ଡାକୁଛୁ ଜଗନ୍ନାଥ କିଛି କହିବେ ସିଏ ସବୁ ଶୁଣୁଛନ୍ତି ତାଙ୍କ କାନ ନଥାଇ ସେ ଶୁଣନ୍ତି ହାତ ନଥାଇ କରମ କରନ୍ତି ପାଦ ନଥାଇ ଯିଏ ଚାଲନ୍ତି ସେଇ ହଉଛନ୍ତି ଆମ ବିଶ୍ୱ ସୁନ୍ଦର ଜଗନ୍ନାଥ ସେଇ ହଉଛନ୍ତି ନୀଳକଣ୍ଡର ନିବାସୀ ଜଗନ୍ନାଥ। ତେବେ କୃଷ୍ଣ ଖାଲି ଗୋଟିଏ କଥା କହିଲେ କହିଲେ ସଖା ସବୁ ଖାଇଦେଲ ହଉ ହଉ ଖାଅ ଖାଅ ତମ ଉପରେ ରହିଲା ଋଣ ତମେ ମତେ ପୁଣି ଦେଲେ ଧାର ରହିଲା ମତେ ପୁଣି ଦେଲେ ଯାଇ ଧାର ସୁଝିବ। ସୁଦାମା କିଛି କହିଲେନି ଆଶ୍ରମରେ ପହଞ୍ଚିଲେ ପବିତ୍ର ଆଶ୍ରମରେ କୃଷ୍ଣ ଆଗେ ଦଣ୍ଡବତ ଗୁରୁଙ୍କୁ ହେଲେ ଗୁରୁଙ୍କର ପାଦକୁ ସ୍ମରଣ କରି ପାଦ ପଦ୍ମକୁ ପ୍ରଣାମ ଜଣେ ଫେରିଗଲେ। ସୁଦାମା କିନ୍ତୁ ପ୍ରଣାମ କଲା ଗୁରୁଙ୍କର ପାଦକୁ ଆଉ ଛାଡ଼ିଲା କଇଁ କଇଁ ହେଇ ଖାଲି କାନ୍ଦିଲେ ଥରେ ବୁକୁ ଫଟାଇ ଶୁଣେ ସେ ପାଷାଣ ଦିଅ ସେ ପରାଉ କେଉଁଠି ନାହିଁ ଅଛି ତ ହରି ଦେହ। ଗୁରୁ ସୁଦାମାଙ୍କୁ ଉଠେଇଲେ କହିଲେ ସୁଦାମା ତୁ କାନ୍ଦୁଛୁ କାହିଁକି ବାପା କଣ ହେଲା କି କୃଷ୍ଣ କଣ ତତେ ଗାଳି ଦେଲା କି ନା ଏଇ ଯୋଉ କାଠ ଆଣିଲ ଟିକେ ଓଜନିଆ ହେଇଗଲା କି କାହିଁ କାନ୍ଦୁଛୁ ସତ କହ। ପ୍ରଭୁ ଜଙ୍ଗଲକୁ ଗଲାବେଳେ ମା ଦେଇଥିଲେ ଖୁଦ ଭଜା ଆମକୁ କହିଥିଲେ ତୁ ଖାଇବୁ କୃଷ୍ଣଙ୍କୁ ଦବୁ ଭୋକ କଲେ କିନ୍ତୁ ଆମେ ବତାସ ପବନରେ ଗଛକୁ ଚଢିଗଲୁ କୃଷ୍ଣ ଉପରକୁ ପଳେଇଲା ମୁଁ ତଳେ ଅଛି ମତେ ଭୋକ କଲା ମୁଁ ତାକୁ ଡାକିଲି ସେ ଶୁଣିଲାନି ମୁଁ ଗୋଟେ ଖାଇଦେଇଛି ଆଉ ଖାଇଲୁ କଣ ଅସୁବିଧା ହେଲା। କିନ୍ତୁ ସୁଦାମା କହିଲେ ଗୁରୁଦେବ କୃଷ୍ଣ କହିଲେ ସଖା ତମ ଉପରେ ଋଣ ରହିଲା ତୁମକୁ ସୁଝିବାକୁ ହବ। ସାନ୍ଦୀପନି ସୁଦାମାଙ୍କୁ ଧରି ସିଏ ମଧ୍ୟ କାନ୍ଦିଲେ କହିଲେ ବାପା ଯେଉଁ ବନ୍ଧୁର ଦ୍ରବ୍ୟକୁ ନିଜ ସ୍ୱାର୍ଥ ପାଇଁ ଅପହରଣ କରେ ବା ନେଇଯାଏ ସେ ଦାରିଦ୍ରତାକୁ କିଣି ଆଣେ। ତେଣୁ ବନ୍ଧୁ ଦ୍ରବ୍ୟକୁ ବନ୍ଧୁ ଅପହରଣ କରିବା ଉଚିତ। ଏ ତ ଆହୁରି କାନ୍ଦିଲେ ଯେତେବେଳେ ବହୁତ କାନ୍ଦିଲେ ଗୁରୁଦେବ ତାଙ୍କ ଲୁହ ପୋଛି ଦେଲେ କହିଲେ ବାବୁ କାନ୍ଦ ଗୋଟିଏ କଥା ମନେ ରଖିବୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂକଳ୍ପ ନେ ତୁ କେବେ ବି ତାର ପାଦ ପଦ୍ମରୁ ଧ୍ୟାନ ମାନେ ଛାଡ଼ିବୁନି ତା ପାଦ ପଦ୍ମରେ ମନ ରଖିଥିଲେ ତୁ ନିଶ୍ଚିତ ପୁଣି ଦାରିଦ୍ରତା ଜୀବନରୁ ଉଦ୍ଧାର। ଭିକାରୀ ବେଶ
ନ ଧରି କିଏ ଭକ୍ତି ପାଇଛି ସୁଦାମାର ଖୁଦ ଭଜାରେ ପ୍ରମାଣଟି ଦେଇଛି। ଦିନ ପରେ ଦିନ ଚାଲିଯାଏ। କୃଷ୍ଣ ସୁଦାମାଙ୍କର ପାଠ ପଢା ସଇଲା। ବିଦାୟ ଦିନର ଶଙ୍ଖ ବାଜିଲା। ଭଗବାନ ପରଶୁରାମ